गुड मॉर्निंग। आज सेशन स्टार्ट करिवा। आज टॉपिक अछि हम गतिरे एचएसएन आउ जीएसटी रिलेटेड। तो समस्त गोटे मेजर कंसर्न थाए जीएसटी रिटर्न बेले जेमती आमे रिटर्न दउछु जदि हमर किछि चार्टिकिया एचएसएन रहि जाइछि कि किछि भी गोटे मिस्टेक एचएसएन रहि जाइछि गोटिए भी मिस्टेक एचएसएन जदि रहि जाइछि ताले से कोन करथुला हमर टोटल जीएसटी रिटर्न को रिजेक्ट कर दउथुला जीओएसएन को रिजेक्ट कर दउथुला। तो आज टैली प्राइम 7.1 रिलीज मो पाखरे अछि जो गोटे बढ़िया फीचर देइछि एचएसएन वैलिडेशन आउ ऑटो डिस्क्रिप्शन अपडेट। आम एचएसएन नो डिस्क्रिप्शन फील्ड आगुरु टैली रे आसुथिला ସେଇଠି ଆମେ କଣ ଲେଖିବା ଆମେ କିଛି ଜାଣି ପାରୁନଥିଲେ ମାନୁଆଲି ଟାଇପ କରୁଥିଲେ। ତ ଏବେ ଟାଲି ସେଇଟାକୁ କଣ କରୁଛି ଅଟୋ ଭ୍ୟାଲିଡେସନ ପ୍ରୋସେସ ରେ ଦେଇ ଦେଇଛି ଯୋଉଟା କଣ ହବ ଏକରେ ତ ଯୋଉ ଏଚଏସଏନ ମୋର କରେକ୍ଟ ଅଛି ସେଇଟାକୁ କରେକ୍ଟ କରେଇଦବ ଯୋଉଟା ରଙ୍ଗ ଅଛି ସେଇଟାକୁ ବି ଦେଖେଇଦବ ତା ସାଙ୍ଗେ ସାଙ୍ଗେ ସେ ଡେସ୍କ୍ରିପସନ ଫିଲ୍ଡ ଟାକୁ ବି ଅଟୋ ଅପଡେଟ କରିଦବ। ତ ଦେଖିବା ଆମେ ପ୍ରଡକ୍ଟ ରେ କେମିତି ହଉଛି ପ୍ରୋସେସ। ଫାର୍ଷ୍ଟ ଜିନିଷ ହଉଛି ଆମକୁ ଇ ୱେବିଲ୍ ଅପସନ ଏନେବଲ କରିବାର ଅଛି। ଇ ୱେବିଲ୍ ଅପସନ ଏନେବଲ କଲା ପରେ ଆମର ଫାର୍ଷ୍ଟ ପେଜ ରେ ଆମକୁ ଅପସନ ମିଳୁଛି ଚାର୍ଟ ଅଫ ଆକାଉଣ୍ଟସ। ଚାର୍ଟ ଅଫ ଆକାଉଣ୍ଟସ କୁ ଗଲା ପରେ ଏଠି ଅଛି ଷ୍ଟକ୍ ଆଇଟମ୍ସ। ଷ୍ଟକ୍ ଆଇଟମ୍ସ କୁ ଗଲା ପରେ ରାଇଟ ସାଇଡ୍ ରେ ମତେ ମିଳୁଛି କଣ୍ଟ୍ରୋଲ ଏଚ୍ ର ଅପସନ ମଲ୍ଟି ମାଷ୍ଟର୍ସ ଆଉ ଏଠି ଅଛି ଜିଏସଟି ରେଟ୍ ସେଟଅପ୍। जीएसटी रेट सेटअप भितरକୁ ଯାଇକି ମୋର ଯେତେ ବି ଷ୍ଟକ୍ ଆଇଟମ ଅଛି ଯୋଉ ଯୋଉ ଗ୍ରୁପ ରେ ଅଛି ସବୁ ଯାକ ମତେ ଶୋ କରିଯିବ ଆଉ ତାର ଏଚଏସଏନ କୋड କଣ କଣ ଅଛି ସବୁ ଶୋ କରିଯିବ। ଏଠି ମତେ ସିଲେକ୍ଟ ଅଲ୍ କରିଦେବାର ଅଛି। ସିଲେକ୍ଟ ଅଲ୍ କରିସାରିଲା ପରେ ରାଇଟ ସାଇଡ୍ ରେ ଗୋଟେ ଅପସନ ମିଳିଯିବ ଗେଟ୍ ଏଚଏସଏନ ସ୍ୟାକ୍ ଇନଫୋ। ଗେଟ୍ ଏଚଏସଏନ ସ୍ୟାକ୍ ଇନଫୋ କରିକି ଆମେ ଯେତେବେଳେ ଅପସନ କୁ ୟେସ୍ କରୁଛେ ୟେସ୍ କଲା ପରେ ଏଠି ମତେ ୱେବିଲ୍ ର ଏପିଆଇ ଲଗଇନ୍ ଆଇଡି ପାସୱାର୍ଡ ମାଗିବ। एटा वेबिल पोर्टाल ରୁ ଜେନେରେଟ ହୁଏ ଯଦି କିଛି କେହି ବି ଜାଣି ପାରୁନାହାନ୍ତି ମତେ ଡାଇରେକ୍ଟ କଣ୍ଟାକ୍ଟ ବି କରିପାରିବେ ନମ୍ବର ଅଛି ମୁଁ ଗାଇड କରିଦେବି କେମିତି ଏପିଆଇ ରେଜିଷ୍ଟ୍ରେସନ ହୁଏ। ତ ଯୋଉ ଏପିଆଇ ଟା ଆମର ରେଜିଷ୍ଟ୍ରେସନ ହେଇଥିବ ସେ ଏପିଆଇ ର ଆଇଡି ପାସୱାର୍ଡ ୱାନ୍ ସେଠି ଲଗ୍ଇନ୍ କରିଦେଲା ପରେ ସେ ତାର ଅଟୋମେଟିକ ସବୁ ଏଚଏସଏନ କୁ ଭ୍ୟାଲିଡେଟ କରେଇ ନବ। ଏବେ ଦେଖିବା ଏ ଭ୍ୟାଲିଡେସନ ପ୍ରୋସେସ ପରେ ରିପୋର୍ଟ କଣ କଣ ଆସୁଛି। ଏବେ ମୁଁ ଗୋଟେ ଷ୍ଟକ୍ ଆଇଟମ ଅଲ୍ଟରନେସନ କୁ ଯାଉଛି ଏ ରିପୋର୍ଟ କୋଉଠି କୋଉଠି ଆସିବ ଫାଷ୍ଟ କହିଦଉଛି। ଟାଲିର ଯଦି ଆମେ କମ୍ପାନୀ ଲେବୁଲରେ ଏଚଏସଏନ ମେଣ୍ଟେନ କରୁଛେ ତାହେଲେ କମ୍ପାନୀ ଲେବୁଲରୁ ଭ୍ୟାଲିଡେସନ କରିପାରିବା। ଯଦି ଆଇଟମ ଗ୍ରୁପ ଲେବୁଲରେ ଭ୍ୟାଲିଡେସନ କରୁଛେ ତ ଆମେ ଆଇଟମ ଗ୍ରୁପ ଲେବୁଲରେ ବି ଭ୍ୟାଲିଡେସନ କରିପାରିବା। ଆଉ ଯଦି ଆମେ ଲେଜର ଲେବୁଲରେ ବି କିଛି ଏଚଏସଏନ ମେଣ୍ଟେନ କରୁଛେ ତାକୁ ବି ଭ୍ୟାଲିଡେଟ କରିପାରିବା। ଆଉ ଲାଷ୍ଟରେ ରହିଲା ଆଇଟମ ମାଷ୍ଟର ଭିତରୁ ବି ଭ୍ୟାଲିଡେଟ କରିପାରିବା। ତ ଏବେ ମୁଁ ଆଇଟମ ମାଷ୍ଟରଟା ଦେଖେଇ ଦଉଛି ଅଲ୍ଟରକୁ ଗଲେ ଅଲ୍ଟରକୁ ଗଲା ପରେ ଷ୍ଟକ୍ ଆଇଟମ କୁ ଯାଉଛେ। ଷ୍ଟକ୍ ଆଇଟମ କୁ ଗଲା ପରେ ଯେକୌଣସି ଗୋଟେ ଆଇଟମ ଉପରେ ମୁଁ କ୍ଲିକ୍ କରୁଛି ଆଉ ତାର ଏଚଏସଏନ ଫିଲ୍ଡ କି ଦେଖନ୍ତୁ ଏଚଏସଏନ ଫିଲ୍ଡ ରେ ଏଚଏସଏନ କୋଡ ଅଛି ଆଉ ଡେସ୍କ୍ରିପସନ ଫିଲ୍ଡ ଅଟୋମେଟିକ ଅପଡେଟ ହେଇଯାଇଛି। ଏବେ ମୁଁ ଏଠି ଏଚଏସଏନ ଉପରେ ଯେତେବେଳେ କ୍ଲିକ୍ କରୁଛି ମତେ ତାର ଡେସ୍କ୍ରିପସନ ଅଟୋମେଟିକ ଶୋ କରିଯାଉଛି ତା ସାଇଡରେ। ତ ମତେ ଆଉ ମାନୁଆଲ ଡେସ୍କ୍ରିପସନ ଦବାକୁ ପଡୁନି ଯୋଉଟା ବହୁତ ସାର୍ ମାନଙ୍କର କରିଥିଲା କି ଏଚଏସଏନ ର ଡେସ୍କ୍ରିପସନ ଆମକୁ ଦବାର ଅଛି ଆଉ ସେଟା ମାନୁଆଲ ପକେଇବାକୁ ପଡୁଛି ବହୁତ ଟାଇପିଂ କରିବାକୁ ପଡୁଛି ଲେକ୍ଟର ବି ପେଜ ବି ବହୁତ ବଡ ହେଇଯାଉଛି। ତ ଏଥିରେ କଣ ଅଛି ଅଟୋ ରାପଟେକ୍ସଟ ର ଗୋଟେ ଅପସନ 7.1 ଦେଇଛି ଯୋଉଟା ମୁଁ ପୁରୁଣାରେ ଭିଡିଓ କରିଛି। ସେଥିରେ କଣ ହବ କି ଯେତେ ବଡ ଡେସ୍କ୍ରିପସନ ବି ଆମେ ଦଉଛେ ସେ ସ୍କୁଇଜ ନ ହେଇକି ତାର ଅଟୋମେଟିକ ଲାଇନ ବାଇ ଲାଇନ ଟାଲି ତାର ସଟିଂ କରିନବ। ତ ସେଇଟା ଅଟୋ ରାପ୍ ଟେଷ୍ଟ ଭିଡିଓ ମୁଁ ଅଲରେଡି ପୂର୍ବ ଭିଡିଓରେ ବନେଇଛି ଯଦି ଦରକାର ଅଛି ଆପଣ ଦେଖିପାରିବେ। ବାକି ଡେସ୍କ୍ରିପସନ ଏଠି ଯେତେ ବଡ ଲେଟର ଯେତେ ବଡ ନାଁ ଦେଲେ ବି ସେ ତାର ଅଟୋ ରାପ୍ ଟେଷ୍ଟ ମୋଡରେ ହେଇକି ସ୍କୁଇଜ ହେଇକି ଆସିବ। ଆଉ ଏଇଟା ପିଓରଲି ଅଟୋମେଟେଡ ପ୍ରୋସେସରେ ଅଛି। ତ ଏବେ ଆମର ଏଚଏସଏନ ଏଇଠି ଆସିଗଲା ଆଉ ଭ୍ୟାଲିଡେଟ ବି ହେଇଗଲା। ଏବେ ଆଉ ଗୋଟେ ରିପୋର୍ଟ ଦେଖିବା ଜିଏସଟି ର ଆର ଇଫେକ୍ଟ କଣ ପଡୁଛି। ଏଇଟା ଆପଣ ଭାଉଚର ଲେବୁଲରେ ବି ଚେକ୍ କରିପାରିବେ ଯେମିତିକି ମୁଁ ଯାଉଛି ଗୋଟେ ଭାଉଚର ଭିତରକୁ। ଏଠି ଭାଉଚର ଭିତରକୁ ଯାଇକି ମୁଁ ଯଦି ମଡିଫାଇ ଜିଏସଟି ଏଚଏସଏନ ଡିଟେଲ ୟେସ୍ କରୁଛି ଅପସନଟା ୟେସ୍ କଲା ପରେ ଏଠି ମତେ ଭାଉଚର ଲେବୁଲରେ ବି ସେଇ ଏଚଏସଏନ ଆଉ ତାର ଡେସ୍କ୍ରିପସନ ଶୋ କରୁଛି। ଏଠି ଏଚଏସଏନ ଆଉ ତାର ଡେସ୍କ୍ରିପସନ ବି ଏଠି ଶୋ କରୁଛି। ଏଠି ଯଦି ମୁଁ ସ୍ପେସିଫାଇ ଡିଟେଲ ହିଅର କରୁଛି ଏଠି ବି ତା ଏଚଏସଏନ ର ଯାହା ଡେସ୍କ୍ରିପସନ ଥିବ ମତେ ଏଠି ଶୋ ବି କରୁଛି। ମୁଁ ଏଠି ବି ମଡିଫାଏ କରିପାରୁଛି ଧର ଯୋଉ ଏଚଏସଏନ ଟା ମୋର ନୁହଁ ମତେ ଆଉ କିଛି ଗୋଟେ ଏଚଏସଏନ ଟାଇପ କରି ଦେଖିବାର ଅଛି ସେଟା ବି ଏଠି ଦେଖେଇ ଦେଇ ପାରିବ। ଏବେ ଯିବା ଜିଏସଟି ପାର୍ଟରେ ଆର ଅପଡେସନ କଣ ଅଛି ଦେଖିବା। ଜିଏସଟି ଆର ୱାନ୍ କୁ ଯେତେବେଳେ ମୁଁ ଯାଉଛି
ଦିଟା ନୂଆ ଜିନିଷ ମତେ ଦେଖିବାକୁ ମିଳୁଛି। GSTR 1 ପେଜ କୁ ଗଲା ପରେ ମତେ ଏଠି ଦେଖେଇ ଦଉଛି ମୋର ଏଇ ମନ୍ଥରେ ଯୋଉ GSTR 1 ରିଟର୍ନ ଫାଇଲ କରିବାର ଅଛି, ମୋର 4ଟା ଭାଉଚର ପଡିଛି। ଏ 4ଟା ଭାଉଚର ଭିତରେ ମତେ ନୂଆ ଅପସନ କଣ ମିଳିଲା ନା, ରାଇଟ ସାଇଡରେ ମତେ ଗୋଟେ ଅପସନ ମିଳୁଛି ଭ୍ୟାଲିଡେଟ HSN SSC। F7 ରେ ଅଛି ଭ୍ୟାଲିଡେଟ HSN SSC। ଆ ଉପରେ କ୍ଲିକ କଲେ କଣ ହଉଛି, ମତେ ଏଠି ଦେଖେଇ ଦଉଛି ମୋର ଇନଭାଲିଡ HSN କୋଉଟା ଅଛି। ସେ ତାର ଅଟୋମେଟିକ ଭ୍ୟାଲିଡେଟ କରିକି ଦେଖେଇ ଦଉଛି ଇନଭାଲିଡ HSN କୋଉଟା ଅଛି। ଆଉ ଏଇ ପେଜରେ ଯଦି ମୁଁ ଏଠି F12 କରୁଛି ଆଉ ସୋ ଭ୍ୟାଲିଡ HSN BS କରୁଛି, ତ ଏଠି ମତେ ଦିଟା ଲାଇନ କ୍ରିଏଟ କରିଦଉଛି, କୋଉଟା ଇନଭାଲିଡ HSN ଅଛି ଆଉ କୋଉଟା ଭ୍ୟାଲିଡ HSN ଅଛି। ତ ଏଠୁ ବି ମୁଁ ଯାଇକି ମୋ HSN କୁ ଯୋଉଟା ଯୋଉଟା ଭୁଲ ଥିବ କରେକ୍ସନ କରିପାରିବି। ଆକୁ ଛାଡିକି ଆଉ ଗୋଟେ ସବୁଠୁ ଭଲ ଜିନିଷ ଦେଲା, ଯୋଉଟା ବହୁତ ସାରା କୋରି ଆସୁଥିଲା ଯେ ମୁଁ ଗୋଟେ ରିଟର୍ନ ଫାଇଲ କରିଦେଇଛି, ତାର ARN ନମ୍ବରଟା ବି ମତେ ଅପଡେଟ କରିବାର ଅଛି। ତ ARN ଅପଡେଟ ର ବି ଗୋଟେ ଅପସନ ଦେଇଦେଇଛି, ମାନୁଆଲ ଅପଡେଟ ARN ଅଲ୍ଟ ଏ ଅପସନ ଅଛି। ଏଠି ଯାଇକି ଆମେ ଆମ GST ରିଟର୍ନ ର ଯୋଉ ARN ଜେନେରେଟ ହେଇଛି ତାକୁ ବି ପୁଟ୍ କରିକି ଏ ରିଟର୍ନ ଟାକୁ ଫିକ୍ସ କରିଦେଇ ପାରିବା। ବାସ୍ HSN ଅପଡେସନ ରେ ଏତିକି ଜିନିଷ ଦେଇଛି ନୂଆରେ। ଆଉ କାହାର କିଛି ଡାଉଟ ରହିଲା? ଏ ଅପଡେଟ ARN ର ଫିଚର ଟା ଜାଣି ହେଲାନି। ଅପଡେଟ ARN କହିଲେ ଆମେ ଯେତେବେଳେ GSTR 1 ଫାଇଲିଂ କରିଦଉ, GSTR 1 ଫାଇଲିଂ କରିସାରିଲା ପରେ ସେଠି ଗୋଟେ ଆକ୍ନୋଲେଜମେଣ୍ଟ ନମ୍ବର ଆସେ। ଠିକ ଅଛି, ତ ସେଇଟାକୁ ଯୋଉ ନମ୍ବରଟା ଆସେ ସେ ନମ୍ବରଟାକୁ ଏବେ ଆମେ କଣ କରିପାରିବା, ଏଇ ରିଟର୍ନ ଗୋଟେ ପ୍ରୁଫ ହିସାବରେ ମାନୁଆଲି ଅପଡେଟ ARN ଭିତରକୁ ଯାଇକି ସେ ARN ନମ୍ବରଟା ଏଇ ରିଟର୍ନରେ ପକେଇଦେଲେ ସେ ଜଣା ପଡିଯିବ ଯେ ଏଇ ରିଟର୍ନଟା ଏଇ ନମ୍ବର ଏଗନେଷ୍ଟରେ ହେଇଥିଲା, ତା ଚାଲାଣ ନମ୍ବରଟା ଏଇଆ ଥିଲା। ଠିକ ଅଛି। ଆଜ୍ଞା ସାର୍। ଚलो, ଆଉ କାହାର କିଛି ଡାଉଟ ଅଛି? ତ କ୍ଲୋଜ କରିବା। ଥ୍ୟାଙ୍କ ୟୁ ଅଲ୍।